ବିଜେଡି ଓଡ଼ିଶା ଗଢ଼ିବାକୁ ଚାହୁଁଛି, ସେମାନେ ବିଜେଡି କି ଭାଙ୍ଗିବାକୁ ଚାହୁଁଛନ୍ତି। ଓଡ଼ିଶାବାସୀ ତା ଯଥାର୍ଥ ବିଚାର କରିବେ। ଦଳର କର୍ମୀ ଯଦି ଦଳରୁ ଇସ୍ତଫା ଦେବେ ସେ ନିଶ୍ଚୟ ଚିନ୍ତାର କାରଣ ଏବଂ ଦଳ ଉପରେ ପ୍ରଭାବ ପକାଇବାଟା ଭୟ। କିନ୍ତୁ ଦେଖିବାକୁ ପଡ଼ିବ କେଉଁମାନେ ଇସ୍ତଫା ଦେଉଛନ୍ତି। ଯେଉଁମାନେ ଇସ୍ତଫା ଦେଉଛନ୍ତି ସେମାନେ ଦୁଇ ଭାଗରେ ବିଭକ୍ତ। ଗୋଟିଏ ଭାଗ ଯେଉଁମାନେ ଦଳରେ ନାମକୁ ମାତ୍ର ଅଛନ୍ତି କିନ୍ତୁ ବାସ୍ତବରେ ସେମାନେ ସବୁ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଏବଂ ସେମାନେ ଧାରାବାହିକ ଭାବରେ ଦଳୀୟ ନିର୍ବାଚନରେ ମଧ୍ୟ ବିରୋଧ କରିଥାନ୍ତି। ସେମାନେ ଯଦି ଯାଉଛନ୍ତି ତାହେଲେ କିଛି ପ୍ରଭାବ ପଡ଼ିବନି, ବରଂ ସେ ଦଳ ନିର୍ମଳ ହେଇଯିବ, ଭଲ ହବ। ଆଉ ଯଦି ଯେଉଁମାନେ ସକ୍ରିୟ ଭାବରେ ଅଛନ୍ତି, ସାଂଗଠନିକ ଦାୟିତ୍ୱ ତୁଲାଉଛନ୍ତି, ଦଳ ପ୍ରତି ନେତା ପ୍ରତି ଆନୁଗତ୍ୟ ଅଛି, ସେମାନେ ଯଦି ଦଳ ତ୍ୟାଗ କରନ୍ତି ନିଶ୍ଚିତ ଦଳ ତା ପାଇଁ ଚିନ୍ତାରେ ପଡ଼ିବ ଏବଂ ସେହି ସ୍ଥାନ ଶୂନ୍ୟ ସ୍ଥାନ ପୂରଣ କରିବା ପାଇଁ ଦଳ ବିକଳ୍ପ ପନ୍ଥା ଖୋଜିବ। ତେଣୁ ଦେଖିବାକୁ ପଡ଼ିବ ଯେ ବାସ୍ତବରେ କେଉଁମାନେ ଯାଉଛନ୍ତି। ଆଉ କିଛି ବନ୍ଧୁମାନେ ମୁଁ ଦେଖୁଛି ଏ ଗୋଟେ ସାଧାରଣ କାର୍ଯ୍ୟକ୍ରମ ପଡ଼ତାଲାଣି ଯେ 5 ଜଣ କର୍ମୀ ଇସ୍ତଫା ଦେଉଛନ୍ତି, ସେ ଲେଖୁଛନ୍ତି ଶତାଧିକ ଇସ୍ତଫା ଦେଲେ। ସେ ସାଧାରଣ ଲୋକ ଯିଏ ଭୋଟ ଦାତା, ଯେଉଁମାନେ ଅନେକଙ୍କ ଭିତରୁ ତ ରାଜନୈତିକ ସଚେତନତା ନାହିଁ, ସେମାନଙ୍କୁ ଧରି ଆଣି ତାଙ୍କର ପ୍ରତିହାର ବୃଦ୍ଧି କରିବା ପାଇଁ ସେ ତାଙ୍କର ଆସ୍ଫାଳନ କରୁଛନ୍ତି ଗଣମାଧ୍ୟମରେ। ତାର କିଛି ପ୍ରଭାବ ପଡ଼ିବ। ତେଣୁ ଦେଖିବାକୁ ପଡ଼ିବ ଯେ କେଉଁମାନେ ଯାଉଛନ୍ତି, ତାପରେ ପ୍ରତିକ୍ରିୟା ରଖିବାଟା ଉଚିତ। ମାନେ କହିଲି ଥରେ ପରା, ଆପଣ ସେଇ ପ୍ରଶ୍ନଟାକୁ ବୁଝିପାରିଲେ। ଏତେ ବିସ୍ତାରିତ ଭାବରେ କହିଲା ପରେ ବି ଆପଣଙ୍କର ତଥାପି ସ୍ପଷ୍ଟୀକରଣ ଲୋଡ଼ା ହେଉଛି। ମୁଁ ଏତିକି କହିଲି ଯେ ଯେଉଁମାନେ ଦଳ ସହିତ ଅଛନ୍ତି ନାମକୁ ମାତ୍ର, କିନ୍ତୁ ଦଳର କୌଣସି ଦାୟିତ୍ୱ ନିର୍ବାହ କରୁନାହାନ୍ତି ଏବଂ ଅନେକ ସମୟରେ ଦଳ ନୀତି ନିଷ୍ପତ୍ତିକୁ ବିରୋଧ କରୁଛନ୍ତି, ସେମାନେ ଯେତେ ଶୀଘ୍ର ଚାଲିଯିବେ ଭଲ। କିନ୍ତୁ ଯେଉଁମାନେ ନିଷ୍ଠାପର, ଯେଉଁମାନଙ୍କର ଦଳ ପ୍ରତି ଆନୁଗତ୍ୟ ଅଛି, ଦଳର ନେତାଙ୍କ ପ୍ରତି ମଧ୍ୟ ଆନୁଗତ୍ୟ ଅଛି, ଯେଉଁମାନେ ଦଳର ସମ୍ପତ୍ତି ଭାବରେ ଅଛନ୍ତି, ସେମାନେ ଯଦି ଯିବେ ଦଳ ଉପରେ ତା ପ୍ରଭାବ ପଡ଼ିବ, ଦଳ ପାଇଁ ଚିନ୍ତାର କାରଣ ହେବ। ତେଣୁ ତାକୁ ସେ ଅବରୋଧ କରିବା ପାଇଁ ଦଳ ତରଫରୁ ଉଦ୍ୟମ କରାଯାଏ। ଚର୍ଚ୍ଚା ତ ହେଉଛି, କିନ୍ତୁ ଏତେ ଶୀଘ୍ର ସେ ସଂକ୍ରାନ୍ତରେ ସିଦ୍ଧାନ୍ତରେ ପହଞ୍ଚିବା ଅନୁଚିତ ହେବ। କାରଣ ବିଜୁ ଲିଗାସି ନାମରେ କେଉଁମାନେ ଏକାଠି ହେଉଛନ୍ତି, କ'ଣ ନିଷ୍ପତ୍ତି ନେଉଛନ୍ତି, ସେମାନଙ୍କର କେତେ ଶୁଭେଚ୍ଛୁ ସମର୍ଥକ ସମବେତ ହେଉଛନ୍ତି, ୟାକୁ ସବୁ ଦେଖିଲା ପରେ ଆକଳନ କରାଯାଇପାରିବ। ଆଉ ବିଜୁ ଲିଗାସି ରକ୍ଷାକର୍ତ୍ତା ଭାବରେ ଯେଉଁମାନେ ଦାବି କରିବେ ତାଙ୍କୁ ଗ୍ରହଣ କରିବେ ଲୋକେ ସେତେବେଳେ ଯେତେବେଳେ ବିଜୁ ବାବୁଙ୍କର ନୀତି ଆଦର୍ଶ ଯଦି ସେ ଅନୁପ୍ରାଣିତ ହେଇଥିବେ। କାରଣ ବିଜୁ ବାବୁ କେଉଁ ନୀତି ପାଇଁ ବଞ୍ଚିଥିଲେ, କେଉଁ ଆଦର୍ଶ ପାଇଁ ବଞ୍ଚିଥିଲେ, ସେଟା ଘରେ ଘରେ ଲୋକେ ଜାଣନ୍ତି। କାରଣ ବିଜୁବାବୁ ସବୁରି ମହଲରେ ଅନ୍ତରଙ୍ଗ ଭାବରେ ପରିଚିତ ଏବଂ ଆଦୃତ। ତେଣୁ ସେମାନେ ଜାଣନ୍ତି ହ୍ୱାଟ ବିଜୁବାବୁ ଷ୍ଟୁଡ୍ ଫର୍। ଏବଂ ମୁଁ ଜାଣିବାରେ ଲୋକଙ୍କ ବିଚାରରେ ବିଜୁ ଯୋଡ଼ିଏ ମହତ ଉଦ୍ଦେଶ୍ୟ ପାଇଁ ବଞ୍ଚିଥିଲେ। ଗୋଟେ ହେଲା ଦୁଃସାହସ, ରାଜ୍ୟ ସ୍ୱାର୍ଥ ପାଇଁ, ଲୋକଙ୍କ ସ୍ୱାର୍ଥ ପାଇଁ ଯୁକ୍ତ କଣ୍ଠରେ କଥା କହିବା ଏବଂ ସୁଯୋଗ ସମୟରେ ନିଷ୍ପତ୍ତି ନେବା। ବିଜୁବାବୁ ଥିଲେ ତାର ପ୍ରତୀକ। ଦୁଃସାହସିକତା ଥିଲା ତାଙ୍କର ଅନ୍ୟ ନାମ। ଯଦି ଯେଉଁ ବନ୍ଧୁମାନେ ବିଜୁ ଲିଗାସିର କଥା କହୁଛନ୍ତି ତାଙ୍କ ପାଖରେ ଯଦି ଦୁଃସାହସିକତା ଥିବ, ତାହେଲେ ଲୋକେ ବିଚାର କରିବେ ଇଏ ବିଜୁ ବାବୁଙ୍କର ଅନୁଗତ, ବିଜୁ ଲିଗାସିର ରକ୍ଷାକର୍ତ୍ତା, ବିଜୁଙ୍କର ଯଥାର୍ଥ ଦାୟତ। ଯଦି ନଥିବ ତାହେଲେ ଭିନ୍ନ କଥା। ଏବଂ ଦ୍ୱିତୀୟ କଥା ହେଲା ବିଜୁ ବାବୁଙ୍କର ଆଉ ଏକ ବଡ଼ ବୈଶିଷ୍ଟ୍ୟ ହେଲା ତାଙ୍କ ଜୀବନ ଦର୍ଶନ। ସେ ଥିଲେ ରାଜନୈତିକ ଦର୍ଶନ, ସେ ଥିଲେ ଧର୍ମ ନିରପେକ୍ଷ। ତେଣୁ ଯେଉଁମାନେ ଏକାଠି ହେଉଛନ୍ତି ସେମାନେ ଯଦି ସାମ୍ପ୍ରଦାୟିକ ଶକ୍ତିର ବିରୋଧୀ ହେଇଥିବେ, ଧର୍ମ ନିରପେକ୍ଷତାର ପକ୍ଷପାତୀ ହେଇଥିବେ ଏବଂ ବାଚନିକ ଭାବରେ ପକ୍ଷପାତୀ ହେଲେ ବି ଯଥେଷ୍ଟ ନୁହେଁ, କାର୍ଯ୍ୟକ୍ଷେତ୍ରରେ ଧର୍ମ ନିରପେକ୍ଷତା ସୁରକ୍ଷା ପାଇଁ ଯଦି ସେ ବକ୍ତବ୍ୟ ରଖୁଥିବେ, ରାସ୍ତାକୁ ଆନ୍ଦୋଳନରେ ଥିବେ, ସଂଗ୍ରାମ କରୁଥିବେ, ତାହେଲେ ଲୋକେ ବିଚାର କରିବେ ସିଏ ହିଁ ବିଜୁଙ୍କ ଦାୟକ, ବିଜୁଙ୍କ ଉତ୍ତରାଧିକାରୀ, ବିଜୁ ଲିଗାସିର ଉତ୍ତରାଧିକାରୀ। এই দুইটি ବିଶେଷ ଗୁଣ ଯଦି
थिबो नेता मानक पाखरे जो माने एकाठी है विजु लिगासी रक्षाकर्ता भाव आज दम्भक्ति कर निश्चित भाव लोक द्वारा हाथ देवे रक्षा कर यार किसी अर्थ बीजेडी ओडिशा गढ़ा चाहूँ से बीजेडी की भांगा चाहते ओडिशावासी यथार्थ विचार कर को आदर्श अच्छी दल विशेष कौटी कौन छोट मोट व्यतिक्रम हो पाए किंतु विजु आदर्श अनुप्राणित होची संपूर्ण भाव में विजु जनता दल एवं विजु आदर्श संगठन समस्त आभिमुख्य स्पष्ट कर विजु जनता दल सभापति श्रीयुक्त नवीन पट्टनायक तेणु विजु आदर्श च्युत हबार प्रश्न नहीं ये अभियोग संपूर्ण भाव में निराधार आपण मोर होचंती जनाशुणा विरोधी आपण संकल्प कर राजनीति मत निश्चिन्न करने को आपण चित्कार कले मो ऊपर कहीं प्रभाव पड़ो आदौ प्रभाव पड़ो जी विजु बाबू सहित थिले नवीन सहित थिले विजु जनता दल थिले विजु जनता दायित्व निर्वाह करते संपत्ति भाव सी जदि दल त्याग करने को निष्पत्ति करती निश्चित भाव में दल पर गोटे चिंतार कारण देखा किए जाऊँ कौन कर विजु लिगासी रक्षा करने जदि किसी व्यक्ति विशेष विशिष्ट व्यक्ति माने विशिष्ट नेता मैंने एकाठी हेले से आपत्ति किसी ना स्वागत राजनीति थे गोटे दल तार प्रतिपक्ष दल क्षति चलापे अनिशी उद्यम कर स्वाभाविक बीजेपी कांग्रेस को सफा करने चाहूँगी कांग्रेस बीजेपी को पराजित करने को चाहूँगी अनुरूप भाव में बीजेडी सर्वनाश करने को बीजेपी चाहूँगी बीजेपी पराजय हो से उद्यम अच्छे स्वाभाविक कथा तेणु इतने नूतनता किसी ना किंतु जो ढंग जो मात्रा जो व्यस्ततार कार्य करा घोर आपत्तिजनक एवं ओडिशावासी निष्पत्ति करेंगे कार भाग्य कौन हम से भाग्य विधाता बीजेडी भाग्य विधाता बीजेपी नुहे बीजेडी भाग्य विधाता होती ओडिशावासी जहाँ सेवारे बीजेपी समर्पित।